ମୋ ନାଁ ଚିନ୍ମୟୀର ଚିନୁ ମୁଁ ହଉଛି ସୁନାଘର ମହାସଂଘର ସଦସ୍ୟ। ଏଇଟା ଆମର ହଉଛି ଖୁଦୁରୁକୁଣୀ ମହା ଗ୍ରୁପ। ପ୍ରଥମ କରି ଏଇଟା ଆମର ଆରମ୍ଭ କରାହେଇଛି। ଆମର ପ୍ରଥମ କରି ଆମର ଯୋଉ ସଂଘଘର ଥିଲା ସେଇଠି ଆରମ୍ଭ କରାହେଇଛି। ଆମେ ସଦସ୍ୟ ଏଠି ଜମା 9 ଜଣ ଅଛୁ। ପ୍ରଥମ କରି ଏ ବର୍ଷ ଷ୍ଟାର୍ଟିଂ କରିଛୁ। 9 ଜଣ 90 ଜଣ ବି ହେଇପାରୁ। ଆମର ଯୋଉ ମହାସଂଘର ସଂଘଘର ସେଇଠି ପୂଜା କରାହେଇଛି। ଅନୁଗୁଳ ବୁଢୀ ଠାକୁରାଣୀଙ୍କ ମନ୍ଦିର ଜଷ୍ଟ ପାଖରେ କରାହେଇଛି। ଆଗକୁ ବି ପୂଜା ଆହୁରି ଧୁମଧାମରେ ହବ। ଏଇଟା ଭାଦ୍ର ମାସ ଯେହେତୁ ପଡୁଛି ଆହୁରି ଆଗକୁ ବି ପୂଜା ଆମେ ଚାହୁଁଛୁ କି ଅଲଗା ଆହୁରି ସଦସ୍ୟ ଆସି ମିଶିଲେ ଆଉ ଟିକେ ଡେଭଲପ ହବ ସବୁ ଜିନିଷରେ। ଆମେ ତ ପ୍ରଥମ କରି ଯେହେତୁ ଏ ବର୍ଷ କମ୍ 9 ଜଣ କରିଛୁ 200-250 ଜଣଙ୍କର ଖାଇବା ସମସ୍ତଙ୍କୁ ଦେଇଛୁ। ବାଜା ସହିତ ଟୋଟାଲ ଅନୁଗୁଳ ଡିଷ୍ଟ୍ରିକ୍ଟ ମାନେ ଅନୁଗୁଳ ଟୋଟାଲ ଯେତେ ଇଏ ଅଛି ମାର୍କେଟ ଅଛି ଭସାଣି କରୁଛୁ। ଆଉ ପ୍ରଥମ ବର୍ଷ ଯେହେତୁ ଆମର ଆମ କମ୍ୟୁନିଟି ବି ସମସ୍ତଙ୍କର ସହଯୋଗ ଅଛି। ଆଗକୁ ବିସର୍ଜନ କରାହବ ଆମର କଳପତ୍ର ହୋଟେଲ ପାଖରେ ଗୋଟେ କେନାଲ ଯୋଉ ଯାଇଛି ସେଇଠି ବିସର୍ଜନ କରାଯିବ। ମୁଁ ହଉଛି ପ୍ରିୟା କିନ୍ନର ଅନୁଗୁଳ କିନ୍ନର ମହାସଂଘର ଜଣେ ସଦସ୍ୟ ଆଉ ଆକ୍ଟିଭ ଲିଡର ଭାବରେ କାର୍ଯ୍ୟ କରୁଅଛେ। ଆଉ ଏ ବର୍ଷ ଆମେ ଏ ମା ଖୁଦୁରୁକୁଣୀଙ୍କ ବ୍ରତ ପ୍ରଥମ କରି କରିଛୁ। ଆଉ ଆମେ 9 ଜଣ କେବଳ ଏଇ ବ୍ରତକୁ ଆରମ୍ଭ କରିଛୁ। ଯେହେତୁ ଏଥର ପ୍ରଥମ ବର୍ଷ ଆଉ ଆମକୁ ପ୍ରଶାସନ ତରଫରୁ କେନ୍ଦ୍ର ସରକାର ତରଫରୁ ଆଉ ଆମର ଏମିତି ଆମ ଗାଁର ବି କିଛି ଲୋକ ଯିଏକି ତାଙ୍କର ମାନ୍ୟତା ଅଛି। ଲୁନା ଭାଇ ବା ଲୁନା ପ୍ରଧାନ, ପୁଲିସିଙ୍ଗାର ଲିପୁ ଭାଇ ବା ଲିପୁ ପ୍ରଧାନ ତାଙ୍କ ଘର ଖିଣ୍ଡା, ଆଉ ନୀଲୁ ଭାଇ, ଆଉ ଆମର ସାଧାରଣ ବର୍ଗର ଲୋକମାନେ, ଆଉ ଆମ କିନ୍ନର ମହାସଂଘର ସଭାପତି ଦିବ୍ୟା କିନ୍ନର ସେ ମଧ୍ୟ ବହୁତ କିଛି ଆମକୁ ସାହାଯ୍ୟ କରିଛନ୍ତି। ଆଉ ଆମର ପାର୍ବତୀ ମା ଯିଏକି ତାଙ୍କ ପାଇଁ ଏ ପୂଜା ଆଉ ତାଙ୍କ ପାଦ ତଳେ ଆମର ସମସ୍ତଙ୍କର କୋଟି କୋଟି ନମସ୍କାର। କାହିଁକିନା ତାଙ୍କ ଯୋଗୁଁ ଆଜି ଆମେ ସମସ୍ତେ ଏକାଠି ହେଇପାରିଛୁ। ତେଣୁ ଏଇ ବ୍ରତ କରିକି ଆମକୁ ଏତିକି ମା ମଙ୍ଗଳା ସମସ୍ତଙ୍କର ମଙ୍ଗଳ କରନ୍ତି। ଆଉ ଜନସାଧାରଣ ସମସ୍ତଙ୍କୁ ଘଣ୍ଟ ଘୋଡେଇ ରଖିଥାନ୍ତୁ। ସମସ୍ତଙ୍କ ଚଲାପଥ କୁସୁମିତ ହେଉ। ଆଉ ମା ମଙ୍ଗଳା ସମସ୍ତଙ୍କୁ ଘଣ୍ଟ ଘୋଡେଇ ରଖିଥାନ୍ତୁ। ଏଇସବୁ ସମାଜର କଲ୍ୟାଣ ପାଇଁ ଆମେ ବ୍ରତ ରଖିଲୁ। ପ୍ରଥମ କରି ବର୍ଷ କରିଛୁ। ହୁଏତ ମାଙ୍କ ବ୍ରତ ସମସ୍ତଙ୍କର ସାହାଯ୍ୟ ସହଯୋଗ ମିଳେ ହୁଏତ ଆହୁରି ବହୁତ ବର୍ଷ କରିବୁ, ବଞ୍ଚିଥିଲା ପର୍ଯ୍ୟନ୍ତ ବି କରିବୁ। ଆଉ କହନ୍ତି ହାତ ଦେଲେ 100 ହାତ ହେଇଯିବ। ତେଣୁ ଆମେ 7 ଜଣ ଆରମ୍ଭ କରିଛୁ। ହୁଏତ କାଲି ସକାଳେ 70 ଜଣ ବି ଆରମ୍ଭ କରିପାରୁ। ତେଣୁ ଆମର ଏଇ ମୁର୍ଗୀ ମାତା ଗ୍ରୁପ ସବୁବେଳେ ମା ମଙ୍ଗଳା ଆମକୁ ଘଣ୍ଟ ଘୋଡେଇ ରଖିଥାନ୍ତୁ। ମାଙ୍କ ପାଖରେ ଆମର ସବୁବେଳେ ଚିରକୃତ। ମୁଁ ହଉଛି ସଞ୍ଜନା କିନ୍ନର ଅନୁଗୁଳ ସଂଘର ମୁଁ ଜଣେ ଦର୍ଶୀ। ମୁଁ ଏବେ ରାଉରକେଲା ରହୁଛି। ମୋ ଝିଅ ପ୍ରିୟା କିନ୍ନର, ଚିନୁ କିନ୍ନର ଆଉ ତା ଯେତେ ସାଙ୍ଗସାଥି ମା ମଙ୍ଗଳାଙ୍କର ମା ଖୁଦୁରୁକୁଣୀଙ୍କର ମୂର୍ତ୍ତି ବସିଛନ୍ତି। ମୋତେ ଇନଭାଇଟ୍ କରିଥିଲେ ମା ଆମର ପୂଜା ହେଉଛି ତମେ ଆସ। ମୁଁ ଏଠିକି 3 ଦିନ ହେଇକିନା ଆସିକିନା ପୂଜାରେ ଯୋଗାଯୋଗ ଦେଇଛି। ଯେହେତୁ ମୁଁ ପୂଜା ଗୋଟେ କରୁଛନ୍ତି ମୋ ଝିଅ ଯିଏ ପ୍ରିୟା ସେ ଏଠି ନିଡର ଥାଇକିନା ପୂଜା କରୁଛି। ତାଙ୍କୁ ମୁଁ ଧନ୍ୟବାଦ ଦେଉଛି। ଆହୁରି ବି ଧନ୍ୟବାଦ ଦେଉଛି ତା ସହିତ ଯେତେ ଜଣ କରୁଛନ୍ତି ମୁଁ ତାଙ୍କୁ ମାନଙ୍କୁ ଧନ୍ୟବାଦ ଦେଉଛି। ଆହୁରି ଆଗକୁ ଭଗବାନ କରୁ ମା ମଙ୍ଗଳା ସୁଦୟା କରନ୍ତୁ। ମୋ ଝିଅକୁ ଆହୁରି ଆଶୀର୍ବାଦ କରନ୍ତୁ ମା ମଙ୍ଗଳା। ଆହୁରି ଆଗାମୀ ବର୍ଷକୁ ବି ହଅନ୍ତୁ। ମୋର ବି ମୁଁ ଭଗବାନ ପାଖକୁ ଡାକୁଛି ମୋ ଝିଅକୁ ମା ମଙ୍ଗଳା ଯେତିକି ସୁଦୟା କରିବେ। ଏଇ ବର୍ଷ 7 ଜଣ କରିଛନ୍ତି। ଆର ବର୍ଷକୁ ମା ମଙ୍ଗଳା କଲେ 70 ଜଣ ହୁଅନ୍ତୁ, 90 ଜଣ ହୁଅନ୍ତୁ, 10 ଜଣ ହୁଅନ୍ତୁ, 20 ଜଣ ବି ବଢ଼ିପାରିବେ। ମା ମଙ୍ଗଳା ସୁଦୟା କରିଥାନ୍ତୁ। ମୋ ଝିଅକୁ ଘଣ୍ଟ ଘୋଡେଇ ରଖିଥାନ୍ତୁ। ନମସ୍କାର।